ଭକ୍ତ ପ୍ରହ୍ଲାଦ ହରିଣକଶ୍ୟପ ନାମକ ରାକ୍ଷସ ରାଜାଙ୍କ ପୁତ୍ର ଥିଲେ। ହରିଣକଶ୍ୟପ ବହୁତ ଦୁଷ୍ଟ ଥିଲେ ଏବଂ ଅମରତା ପାଇଁ ଆଧ୍ୟାତ୍ମିକ ସାଧନା କରିଥିଲେ। ସେ ନିଜକୁ ଭଗବାନ ଭାବୁଥିଲେ ଏବଂ ଲୋକମାନଙ୍କୁ ନିଜକୁ ପୂଜା କରିବା ପାଇଁ ବାଧ୍ୟ କରୁଥିଲେ। କିନ୍ତୁ ପ୍ରହ୍ଲାଦ ମନେ ଭଗବାନ ବିଷ୍ଣୁଙ୍କୁ ପୂଜିବାରେ ବିଶ୍ୱାସ କରୁଥିଲେ ଏବଂ ତାଙ୍କ ଭକ୍ତିରେ ନିଷ୍ଠା ରଖୁଥିଲେ। ହରିଣକଶ୍ୟପ ପ୍ରହ୍ଲାଦଙ୍କୁ ବିଭିନ୍ନ ପ୍ରକାର ଭୟରେ ପକାଇବା ପାଇଁ ଚେଷ୍ଟା କଲେ। ତାଙ୍କୁ ପାହାଡ଼ରୁ ମଧ୍ୟ ଫିଙ୍ଗି ଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ପ୍ରତ୍ୟେକ ଥର ଭଗବାନ ବିଷ୍ଣୁ ତାଙ୍କୁ ରକ୍ଷା କରୁଥିଲେ। ଏଥର ହରିଣକଶ୍ୟପ ବହୁତ କ୍ରୋଧିତ ହେଲେ ଏବଂ ପ୍ରହ୍ଲାଦଙ୍କୁ ପ୍ରଶ୍ନ କଲେ କି କିଏ ତାଙ୍କର ସବୁଠି ଉପସ୍ଥିତ ଅଛି। ପ୍ରହ୍ଲାଦ ଉତ୍ତର ଦେଲେ ଯେ ଭଗବାନ ସବୁଠି ଅଛନ୍ତି, ସେ ତୁମ ହୃଦୟରେ ଅଛନ୍ତି ଏବଂ ଏଠାକୁ ସବୁଠି ଅଛନ୍ତି। ତାପରେ ହରିଣକଶ୍ୟପ ପିଲ୍ଲରକୁ ଗଦା ମାରିଲେ ଏବଂ ଭଗବାନ ବିଷ୍ଣୁ ନରସିଂହ ରୂପେ ପିଲ୍ଲରରୁ ବାହାରି ଆସିଲେ।